ମୋର ପରିବା ଦୃଷ୍ଟିରୁ ବାଡ଼ ମୁଁ ମଧ୍ୟ ବାଡ଼କୁ କାମଡ଼ା ଦେବି ଥାନାରେ ବସିବା ପରେ ଆପଣଙ୍କୁ ଦରଖାସ୍ତ ଦେଲା ପରେ ମୁଁ ଥାନାକୁ ଯାଇଛି ଥାନାରେ ମୁଁ କହିଲି ମୋ ବାଡ଼ ମୁଁ ଟେକିକିରି ବାନ୍ଧୁଛି ହଁ ଦେଖନ୍ତୁ କାଲି ମୁଁ ଜାଣି ଏଇ ଜାଗାଟା କେମିତି କ'ଣ ସଲ୍ଭ କରି ହେବ ଉପାୟ କ'ଣ ଉପାୟ ମାପ ମାପ କେମିତି କରି ଏଇ କ୍ଷେତ କାହାର ମାପ ସେ ବିଲ ଅଧାରୁ ଆସିଲା ରାସ୍ତା ଉପରେ ଯାଇ ହେବନି ରାସ୍ତା ଉପରେ ରାସ୍ତାରେ ଖାଲି ଦେଖିଲେ ଦୁଇ ପଟ ନ ମିଳିଛି ସେଇଟା ବେନୁପୁର ଯାଉଛି ଏଇଟା ଯଶବନ୍ତପୁର ଆଗରେ ବେନୁପଟା ସେପଟେ ଯଶବନ୍ତପୁର ଲାଗିଛି ଦୁଇଟା ଅଲଗା ତିନିଟା ମଇଦା ଲାଗିଛି ବାଡ଼ କାଟରେ ଯାଇଥିଲା ନା ବାଡ଼ କମ୍ ରହିଛି ସେ ରାଜ୍ୟ ରାସ୍ତା ସେ କ'ଣ ବନ୍ଦ କରିଥିଲେ ଏବେ ତାକୁ ସେଇଟା ଜାଣିକି ବନ୍ଦ କରୁଛନ୍ତି ସେ ପ୍ଲଟ୍ଟା ତ ମୋ ପ୍ଲଟ୍ ବୋଲି ମୋ ପ୍ଲଟ୍ ଆପଣଙ୍କ ପ୍ଲଟ୍ ଆପଣ ପ୍ଲଟ୍ରେ ଯେଉଁ ପକେଇଛନ୍ତି ସେ ରାସ୍ତା ଉପରେ ମୁଁ ପକେଇନି ସେ ଡାଳଟାକୁ ଆଜି କିଏ ଟାଣିଛି ଡାଳ ଏଇ ଯେଉଁ ଡାଳ ଆପଣ ଦେଖୁଛନ୍ତି ପଡ଼ିଛି ତାକୁ ଟାଣିକିରି ରାସ୍ତା ଉପରକୁ ଫୋପାଡ଼ିଛନ୍ତି ମୋର ଡାଳ ଦିଆହେଇ ତା କଡ଼ରେ ମାଟି ଥିଲା ଆଚ୍ଛା ସେଇ ବାଉଁଶ ସେତିକି ଯେଉଁ ପଡ଼ିଛି ସେଇଟା ମୋର ପର୍ସନାଲ ପ୍ଲଟ୍ କେବେ ପର୍ସନାଲ ଫଟୋ ମାପିଲେ ଆପଣ ମୁଁ ମାପିଛି ରାସ୍ତା ଥିଲା ତାପରେ ଧଳେଇଟାକୁ ବା ଆପଣ ଆଣିଛନ୍ତି ଧଳେଇଟା ମୁଁ କରିଛି ପଞ୍ଚାୟତ କହିପାରୁନି ପଞ୍ଚାୟତ ବା କହିପାରୁନି ଯେ ଏ ଢଳେଇ ଆମେ କରିଛୁ ବୋଲି ପୋଲିସ ପାଖରେ ସେଇ ବାବଦରେ ଚାଲିଥିଲା ତର୍ଜମା ଶନିବାର ଯାହା ବି ହଉ ଆପଣ ଏବେ ଯେଉଁ ବାଉଁଶଟା ପକେଇ ସେପଟକୁ ଯେତେବେଳେ ଲମ୍ବେଇଛନ୍ତି ଜାଣିଲି ସେଟା ଏବେ କରିଛନ୍ତି ଜାଣିବାରେ ହଁ ଏବେ ମୁଁ କରିଛି ସେମାନେ ଖୁଣ୍ଟ ହୁଗାଳିକିରି ଖୁଣ୍ଟ ପୋତିଲା ପରେ ମୁଁ କରିଛି ସେ ଲାଇନ୍ ଯାକ ବାଡ଼ ବୁଝିଛନ୍ତି ସବୁ ଆଉ ଖୁଣ୍ଟ ସେଇ ତକ ଆଗେ ଭାଙ୍ଗି ଦିଅନ୍ତୁ ବାଡ଼ ଥିଲେ ତ ନାଇଁ ସିଏ ଖୁଣ୍ଟ ଓପାଡ଼ି ଦେଲେ ମୁଁ ଭାଙ୍ଗିଦେବି ମୁଁ ଥାନାରେ ଅଣ୍ଡରଟେକିଂ ସେଇଆ ଲେଖିଛି ସିଏ ଯେଉଁ ଖୁଣ୍ଟ ପକେଇଛନ୍ତି ଏତେ ଉଚ୍ଚାର କେଉଁ ଖୁଣ୍ଟ ପକେଇଛନ୍ତି ପୂର୍ବ ପଟ ଯାକ ଖୁଣ୍ଟ ପଡ଼ିଛି ସିମେଣ୍ଟ ଖୁଣ୍ଟ ଗୁଡ଼ା କେଉଁଠି ସିମେଣ୍ଟ ଗାଁ ପଟେ ପଡ଼ୁନି କେଉଁଠି ସିମେଣ୍ଟ ପ୍ରାଇଭେଟ୍ ଡାକି ଗୋଟେ ତାଙ୍କୁ ତ ମନା ହେଇଥିଲା ନା ଯେପର୍ଯ୍ୟନ୍ତ ଗଭର୍ଣ୍ଣମେଣ୍ଟ ମାପ ନାହିଁ ସେ ବାଡ଼ ଫାଡ଼ ଦେଇପାରିବେନି ସେ ଦେଇଛନ୍ତି ଦେଇନାହାନ୍ତି ସେଇ କଥା ଦେଖୁନାହାନ୍ତି ଏଇଠି ମୁଁ ଯୋଉଠି ସେ ବସିଛନ୍ତି ସେଇ ପାଖ ଦେଖନ୍ତୁ ସେପଟରେ ଅଳିଆ ଜମା ହେଇଛି ଏକର ଯାକ ଏତିକି ଅଳିଆ ହେଇଛି ସବୁ ପୋତିଛନ୍ତି ସାର୍ ସିଏ ଆପଣ ଯେତେବେଳେ ସାର୍ ଆସିଥିଲେ ସିଏ ଯେତେବେଳେ ମାପ ଖୁଣ୍ଟ ପକେଇଥିଲା ତାପରେ ତାକୁ ଆପଣ ମନା ବି କରିଥିଲେ ଯେପର୍ଯ୍ୟନ୍ତ ଗଭର୍ଣ୍ଣମେଣ୍ଟ ମାପ ନ ହେଇଛି ଆପଣ ପାଚେରୀ ଫାଚେରୀ କିଛି କରିବେନି ସିଏ ବି କରିବା କଥା ହଁ ଜଟିଆ ବାବୁ ସେ ତ କରିନି କିଛି କରିନି ସେ ଖୁଣ୍ଟ ଖାଲି ପକେଇ ବାଡ଼ ପକେଇବି ବୁଝିଛି ମୁଁ ଆପଣଙ୍କୁ ବାଡ଼ ଦେବି ଗୋଟାଏ ବାଡ଼ ପକାଉଛି ତୁ ଜମିର ମାଲିକ ନୁହଁ ତୁ କାହିଁ କଥାବାର୍ତ୍ତା କରୁଛୁ ଆମକୁ ଚାଲିବା ଅସୁବିଧା ହଉଛି ଆମକୁ ଚାଲିବା କୋଉଠି ବାଡ଼ ହେଇଛି ଦେଖିବା ଚାଲ এইটা কাହିଁ ପକ୍କା ହେଲା ଏଇଟା ତ ନଥିଲା এইটা କାହିଁ ପକ୍କା ହେଲା ରାସ୍ତା ଉପରେ ଏଇଟା ଆଜ୍ଞା ମୋ ଜମି ମୁଁ ପକେଇବି ଆଉ କାଲି ଆରେଷ୍ଟ କରେଇଦେବି ଯଦି ଏଇଟା ନ ଉଠେଇବ କାଲି ହିଁ ଆରେଷ୍ଟ କରିବି ଦେଖିବ ସେତେବେଳେ ତମେ ଜାଣିପାରିବ କ'ଣ ହେଲା ଯାତ୍ରା କରୁଛ ଏଇଟା ମୁଁ ଦେଖିଛି ନାହିଁ ମୁଁ ଭାଇ ଗାଡ଼ିରେ ଯାଇଛି ତମେ ଯାତ୍ରା କରନି ଏଇଟାକୁ କାଲି ଯଦି ନ ଉଠେଇବ ଫଟୋ ଉଠା ବାପା ଏଇଟା କାହିଁ ପକେଇଛି ମୁଁ ନିଜେ ଦେଖିଛି ଏଇଟା ନଥିଲା ଫଟୋ ଉଠା ତାର ସହିତ ଫଟୋ ଉଠା ତାର ସହିତ ଫଟୋ ଉଠା 533 ଆଜି କେସ୍ କରି ତମ ଭିତରେ ପୁରଉଛି 4 ଦିନ ପରେ ମୁଁ ନିଜେ ଆସି ଦେଖିଛି ଜାଗା ନାହିଁ ଏବେ କର ତମେ କ'ଣ କରିବ ମୁଁ ଦେଖିବି କାଲି ରାତି ଭିତରେ ହାଜର ହବ ଥାନାରେ ଇମିଡ଼ିଏଟ୍ ଅର୍ଡର କରି ଚାଲ କୋଉଠି ବାଡ଼ ହେଇଛି ଦେଖା ରାସ୍ତା ବାହାରେ ଅଛି ବାଡ଼ କ'ଣ ଏଇଟା ରାସ୍ତା ବାହାରେ ଅଛି ବାଡ଼ କ'ଣ ରାସ୍ତା ଆପଣଙ୍କ ଅମିନ ତ ଶୁଣି ଦେଇଥିଲେ ସାରା ଗଛ ସେପଟେ ଆରେ ଭାଇ ରାସ୍ତା ହଁ ସାର୍ ଆଜି ସେ ଦଶମନ୍ତପୁର 1 ନମ୍ବର ୱାର୍ଡ଼ର ସେ ଜଣେ ଲୋକ ରାସ୍ତା ଅବରୋଧ କରିଛି ଓ ତା ଉପରେ କିଛି ଲୋକ ଆସିଥିଲେ ଗୋଟେ ଅଭିଯୋଗ ଆପଣଙ୍କ ପାଖରେ ହେଇଛି କ'ଣ ତା ଉପରେ ସାର୍ ପଦକ୍ଷେପ ତାଙ୍କ ଯାହା ବି ଅଭିଯୋଗ ଦେଇଥିଲେ ତାକୁ ଆମେ ଗ୍ରହଣ କରୁଛୁ ଆଉ ମୁଁ ତାକୁ ଆମର ଯେଉଁ ରେଭିନ୍ୟୁ ଇନ୍ସପେକ୍ଟର ଆଉ ରେଭିନ୍ୟୁ ସୁପରଭାଇଜର ରହୁଛନ୍ତି ତାଙ୍କର ଜଏଣ୍ଟ ଇନକ୍ୱାରି କରି ଏହା ତାଙ୍କୁ କହିଛି କି ଯଦି କିଛି